ଆଜିର ଭିଡ଼ିଓରେ ଆମେ କମ୍ପଲସରି ପେପର 8 ଓଡ଼ିଆର ୟୁନିଟ୍ 1 2 ମାର୍କିଆ ସର୍ଟ କୋଶ୍ଚିନ୍ ଆଲୋଚନା କରିବା। ଶବ୍ଦ କାହାକୁ କହନ୍ତି ଉଦାହରଣ ସହ ଦର୍ଶାଅ। ଅର୍ଥ ପ୍ରଦାନ କରୁଥିବା ଗୋଟିଏ ବର୍ଣ୍ଣ କିମ୍ବା ବର୍ଣ୍ଣର ସମଷ୍ଟିକୁ ଶବ୍ଦ କୁହାଯାଏ। ଅର୍ଥବୋଧ ଆଣିପାରୁନଥିବା ବର୍ଣ୍ଣ ସମଷ୍ଟି ପକର, ବିଗସ, ହନିକ, ନ କବି ପ୍ରଭୃତି କେବେ ହେଲେ ଶବ୍ଦ ପଦବାଚ୍ୟ ନୁହେଁ। ଶବ୍ଦ ହେଉଛି ଭାଷାର ବାହ୍ୟ ସ୍ତର, ଅର୍ଥ ହେଉଛି ଭାଷାର ଅନ୍ତର୍ନିହିତ ସ୍ତର। ଯଥା ଦ ଯୋଗ ଏ, ସ ଯୋଗ ଅ ଦେଶ, ପ ଯୋଗ ଅ, ର ଯୋଗ ବ ଯୋଗ ଅ, ତ ଯୋଗ ଅ ପର୍ବତ। ସେହିପରି ସୁନ୍ଦର, ସ ଯୋଗ ଭ, ନ ଯୋଗ ଦ ଅ, ର ଯୋଗ ଅ ସୁନ୍ଦର। ଭୁବନେଶ୍ୱର, ଭ ଯୋଗ ଭ, ବ ଯୋଗ ଅ, ନ ଯୋଗ ଏ, ସ ଯୋଗ ଉ ଯୋଗ ଅ, ର ଯୋଗ ଅ ଭୁବନେଶ୍ୱର। ଓଡ଼ିଆ ଭାଷାର ଶବ୍ଦାବଳୀ କେତେ ଭାଗରେ ବିଭକ୍ତ? ଓଡ଼ିଆ ଭାଷାର ଶବ୍ଦାବଳୀ 4 ଭାଗରେ ବିଭକ୍ତ। ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ। ରୂଢ଼ ଶବ୍ଦ କାହାକୁ କହନ୍ତି? ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରିଥାଏ ତାହାକୁ ରୂଢ଼ ଶବ୍ଦ କୁହାଯାଏ। ଯେପରି ବ୍ୟାଘ୍ର ଶବ୍ଦ। ଏହି ଶବ୍ଦର ପ୍ରକୃତି ପ୍ରତ୍ୟୟଗତ ଅର୍ଥ ହେଲା ଯିଏ ବିଶେଷ ରୂପ ଆଘ୍ରାଣ କରେ, ମାତ୍ର ବ୍ୟାଘ୍ର ଶବ୍ଦଟି ଭିନ୍ନ ଅର୍ଥ ବୁଝାଉଛି, ତାହା ହେଉଛି ହିଂସ୍ର ଜନ୍ତୁ ବିଶେଷ। ସେହିପରି ବୃକ୍ଷ ଶବ୍ଦ। ଏହାର ପ୍ରକୃତି ପ୍ରତ୍ୟୟ ଅର୍ଥ ହେଉଛି ଯାହାକୁ ଛେଦନ କରାଯାଏ, କିନ୍ତୁ ଏହା ଗଛକୁ ବୁଝାଉଛି। ଯୋଗ ରୂଢ଼ ଶବ୍ଦ କାହାକୁ କହନ୍ତି? ଯେଉଁ ଶବ୍ଦ ବ୍ୟକ୍ତିଗତ ଅର୍ଥ ବସ୍ତୁକୁ ବୁଝାଇବା ସମ୍ଭବ ହେଲେ ମଧ୍ୟ ସେ ଶବ୍ଦ ଗୋଟିଏ ମାତ୍ର ବସ୍ତୁକୁ ବୁଝାଏ ତାକୁ ଯୋଗରୂଢ଼ ଶବ୍ଦ କୁହାଯାଏ। ଯଥା ପଙ୍କଜ। ଏହାର ବ୍ୟକ୍ତିଗତ ଅର୍ଥ ହେଲା ଯେ ପଙ୍କରୁ ଜାତ। ପଙ୍କରୁ ବିଭିନ୍ନ ପଦାର୍ଥ ଜାତ ହେଲେ ସୁଦ୍ଧା ପଙ୍କଜ କହିଲେ ପଦ୍ମ ଫୁଲକୁ ହିଁ ବୁଝାଇଥାଏ। ଯୁଗ୍ମ ଶବ୍ଦ। ଯୁଗ୍ମ ଶବ୍ଦ କାହାକୁ କହନ୍ତି? ଓଡ଼ିଆ ଭାଷାରେ ଦୁଇଟି ଶବ୍ଦର ସଂଯୋଗରେ କେତେକ ଶବ୍ଦ ଗଠିତ ହୋଇଥାଏ, ଏହାକୁ ଯୁଗ୍ମ ଶବ୍ଦ କହନ୍ତି। ଯୁଗ୍ମର ଶବ୍ଦର ଅନ୍ୟ ନାମ ଯୋଡ଼ି ଶବ୍ଦ। ଯୁଗ୍ମ ଶବ୍ଦଗୁଡ଼ିକ ହେଲା ଆଶା ଭରସା, ଟଙ୍କା ପଇସା, ହାଟ ବଜାର, ଧାନ ଚାଉଳ, କଳି କଜିଆ, ଲିପା ପୋଛା, ଲାଭ କ୍ଷତି, ବନ୍ଧୁବାନ୍ଧବ, ଝଗଡ଼ା ଝାଟି, ପଢ଼ାପଢ଼ି, ଠକ୍ ଠକ୍ ଇତ୍ୟାଦି। ଯୌଗିକ ଶବ୍ଦ କାହାକୁ କହନ୍ତି? ପ୍ରକୃତି ପ୍ରତ୍ୟୟଗତ ଅର୍ଥକୁ ଯେଉଁ ଶବ୍ଦ ପ୍ରକାଶ କରିଥାଏ ତାକୁ ଯୌଗିକ ଶବ୍ଦ କହନ୍ତି। ଯଥା ପଛଯୁକ୍ତ ଅକ, ପାଚକ। ଯିଏ ପାକ କରେ ସେ ପାଚକ, ଏହା ଶବ୍ଦ ସାଧାରଣ ଅର୍ଥ। ସେହିପରି ଲେଖକ, ପାଳକ, ନାୟକ ପ୍ରଭୃତି ଶବ୍ଦ। ଓଡ଼ିଆ ଶବ୍ଦର କେତୋଟି ରୂପ ଅଛି? ଓଡ଼ିଆ ଶବ୍ଦର 2ଟି ରୂପ ଅଛି, ଗୋଟିଏ ଆଙ୍ଗିକ, ଅନ୍ୟଟି ଆତ୍ମିକ ରୂପ। ଆଙ୍ଗିକ ରୂପ ଶବ୍ଦଟିକୁ ଆମେ ଆଖିରେ ଯେଉଁ ରୂପରେ ଦେଖୁ ତାହାର ଆଙ୍ଗିକ ବା ବାହ୍ୟ ରୂପ। ଯେପରି ସାମାଜିକକୁ ଆମେ ସାମାଜିକ ପଢ଼ୁ। ଆତ୍ମିକ ରୂପ। ପ୍ରତ୍ୟେକ ଶବ୍ଦ ସୃଷ୍ଟି ପଛରେ କିଛି କାରଣ ବା ଅର୍ଥ ରହିଛି। ଶବ୍ଦର ବ୍ୟୁକ୍ତି ଓ ଅର୍ଥ ଏହାର ଆତ୍ମିକ ରୂପ। ଯେପରିକି ସାମାଜିକ, ସମାଜଯୁକ୍ତ ଇକ ଅର୍ଥାତ୍ ମଣିଷ ଗୋଷ୍ଠୀଗତ ଭାବେ ଯେଉଁ ବିଚାର ଗ୍ରହଣ କରେ। ବଚନ କାହାକୁ କହନ୍ତି? ଯାହାଦ୍ୱାରା ବସ୍ତୁ ବା ପ୍ରାଣୀର ସଂଖ୍ୟା ଗଣନା କରି ଜଣାପଡ଼େ ତାହାକୁ ବଚନ କୁହାଯାଏ। ଓଡ଼ିଆ ଭାଷାରେ 2ଟି ବଚନ ଅଛି, ଯଥା ଏକବଚନ, ବହୁବଚନ। ପୁରୁଷ ଯାତ୍ରୀ ଓ କବିର ସ୍ତ୍ରୀଲିଙ୍ଗ ଶବ୍ଦ ଲେଖ। ପୁରୁଷ ଯାତ୍ରୀର ସ୍ତ୍ରୀଲିଙ୍ଗ ହେବ ନାରୀ ଯାତ୍ରୀ, ଆଉ କବିର ସ୍ତ୍ରୀଲିଙ୍ଗ ହେବ ନାରୀ କବି। ଏକବଚନର 2ଟି ଉଦାହରଣ ଦିଅ। ଖଣ୍ଡିଏ ବହି, ଗୋଟିଏ ଜିନିଷ। ବହୁବଚନ କାହାକୁ କୁହାଯାଏ? ଯେଉଁ ଶବ୍ଦର ବ୍ୟବହାର ଦ୍ୱାରା ବସ୍ତୁ ଓ ପ୍ରାଣୀର ସଂଖ୍ୟା 1ରୁ ଅଧିକ ବୋଲି ଜଣାପଡ଼େ ତାହାକୁ ବହୁବଚନ କହନ୍ତି। ଉଦାହରଣ ଗଛଗୁଡ଼ିକ ଲଗାଗଲା, ପିଲାମାନେ ଖେଳିବାକୁ ଗଲେ, ଲୋକେ ଠିକ୍ ନେତା ବାଛିଲେ। ବଚନ କାହାକୁ କହନ୍ତି? ଏହା କେତେ ପ୍ରକାର? ଯାହାଦ୍ୱାରା ବସ୍ତୁ ଓ ପ୍ରାଣୀର ସଂଖ୍ୟା ଗଣନା କରି ଜଣାପଡ଼େ ତାହାକୁ ବଚନ କୁହାଯାଏ। ଓଡ଼ିଆ ଭାଷାରେ 2ଟି ବଚନ ବ୍ୟବହାର କରାଯାଏ, ଏକ ଅର୍ଥରେ ଏକବଚନ ଓ 1ରୁ ଅଧିକ ଅର୍ଥରେ ବହୁବଚନ। ଏକବଚନ ଓ ବହୁବଚନ କାହାକୁ କହନ୍ତି? ଏକବଚନ ଯେଉଁ ଶବ୍ଦ ବ୍ୟବହାର ଦ୍ୱାରା ବସ୍ତୁ ବା ପ୍ରାଣୀର ସଂଖ୍ୟା ଗୋଟିଏ ବୋଲି ଜଣାପଡ଼େ ତାହା ଏକବଚନ। ଯଥା କୁକୁର, ଘରଟେ, ମୁଁ, ଛାତ୍ରୀଟି, ଗଛ, ନଦୀ ଇତ୍ୟାଦି। ବହୁବଚନ ଯେଉଁ ଶବ୍ଦ ବ୍ୟବହାର ଦ୍ୱାରା ବସ୍ତୁ ବା ପ୍ରାଣୀର ସଂଖ୍ୟା 1ରୁ ଅଧିକ ବୋଲି ଜଣାଯାଏ ତାହାକୁ ବହୁବଚନ କହନ୍ତି। ଯଥା ଆମ୍ଭେମାନେ ସ୍କୁଲକୁ ଯିବୁ, ଲୋକ ଆସିଯିବେ, ଚଢ଼େଇ ଉଡ଼ିଗଲେ। ପୁରୁଷକୁ କେତେ ଭାଗରେ ବିଭକ୍ତ କରାଯାଇଛି? ପୁରୁଷକୁ 3 ଭାଗରେ ବିଭକ୍ତ କରାଯାଇଛି, ଯଥା ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ, ତୃତୀୟ ପୁରୁଷ। ବ୍ୟଙ୍ଗର 2ଟି ଶବ୍ଦ
ଲେଖ। ବ୍ୟଙ୍ଗର ଦର୍ଦୁର ବେକ ମଣ୍ଡୁକ ଏଇଟା ହলো ପ୍ରତିଶବ୍ଦ। ଅଗ୍ନିର ଦୁଇଟି ପ୍ରତିଶବ୍ଦ ଲେଖ। ଅନଳ ଚିତ୍ରଭାନୁ। ହରି ଶବ୍ଦର ଦୁଇଟି ଶବ୍ଦ ଲେଖ। ଦୁଇଟି ଶବ୍ଦ ଲେଖ କହୁଛି କେଉଁ ଶବ୍ଦ ଲେଖିବ ସେଥିପାଇଁ ଏଟା ହେଉଛି ପ୍ରତିଶବ୍ଦ। ବିଷ୍ଣୁ ଶ୍ରୀକୃଷ୍ଣ। କୁମ୍ଭୀରର ଦୁଇଟି ପ୍ରତିଶବ୍ଦ ଲେଖ। ପିଙ୍ଗ ଚକ୍ଷୁ ମଗର ଶଙ୍କୁମୁଖ। ଦୁଇଟି ପର୍ତ୍ତୁଗୀଜ ଶବ୍ଦ ଲେଖ। ଆଚାର ଆତ କିରାଣୀ ଫାଲତୁ। ଦୁଇଟି ସମଚାରିତ ଭିନ୍ନାର୍ଥବୋଧକ ଶବ୍ଦର ଅର୍ଥ ଲେଖ। ଯେପରି କୂଳ କରେ ହର୍ଷ କୂଳ ର ଅର୍ଥ ହେଲା ବଂଶ। କରେ ଦୀର୍ଘ କୂଳର ଅର୍ଥ ହେଲା ନଦୀ ତଟ। ସେପରି ଅନିଳ କରେ ଅନିଳ ନରେ ହର୍ଷେଇନି ହର୍ଷେଇରେ ଯୋଉଠି ଲାଗିଥିବ ସେଟାର ଅର୍ଥ ହେଲା ପବନ। ଆଉ ଦୀର୍ଘ ଯୋଉଠି ଲାଗିଥିବ ତାହାର ଅର୍ଥ ହେଲା ଯାହା ନୀଳ ନୁହେଁ। ସ୍ୱର ସନ୍ଧି କାହାକୁ କହନ୍ତି ଏହାର ଉଦାହରଣ ସହ ଲେଖ। ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବର୍ଣ୍ଣ ଓ ପରପଦର ଆଦ୍ୟ ବର୍ଣ୍ଣର ମିଳନକୁ ସନ୍ଧି କହନ୍ତି। ପରସ୍ପର ସନ୍ନିହିତ ଦୁଇଟି ସ୍ୱରବର୍ଣ୍ଣର ମିଳନ ଦ୍ୱାରା ଯେଉଁ ସନ୍ଧି ହୁଏ ତାହାକୁ ସ୍ୱର ସନ୍ଧି କହନ୍ତି। ଉଦାହରଣ ସ୍ୱରୂପ ଘୁଣ ଯୁକ୍ତ ଅକ୍ଷର ଘୁଣାକ୍ଷର। ସର୍ବ ଯୁକ୍ତ ଉଚ୍ଚ ସର୍ବୋଚ୍ଚ। ବ୍ୟଞ୍ଜନ ସନ୍ଧି କାହାକୁ କହନ୍ତି ଉଦାହରଣ ସହ ଲେଖ। ପରସ୍ପର ସନ୍ନିହିତ ବ୍ୟଞ୍ଜନ ବର୍ଣ୍ଣ ସହିତ ସ୍ୱର କିମ୍ବା ବ୍ୟଞ୍ଜନ ବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ। ଯଥା ଦିଗ୍ ଯୁକ୍ତ ଅନ୍ତ ଦିଗନ୍ତ। ଉତ୍ ଯୁକ୍ତ ଛେଦ ଉଚ୍ଛେଦ। ଦିଗ୍ ଯୁକ୍ତ ଅମ୍ବର ଦିଗମ୍ବର। ଦୁଇଟି ବିସର୍ଗ ସନ୍ଧିର ଉଦାହରଣ ଦିଅ। ପଦର ର ସ ସ୍ଥାନରେ ବିସର୍ଗ ହୁଏ। ଉଦାହରଣ ନିଯୁକ୍ତ ଧନ ନିର୍ଧନ। ପୁନଃ ଯୁକ୍ତ ଉକ୍ତି ପୁନରୁକ୍ତି। ନିଯୁକ୍ତ ଚୟ ନିଶ୍ଚୟ। ଦୁବ ଯୁକ୍ତ ଚିନ୍ତା ଦୁଶ୍ଚିନ୍ତା। କେଉଁ ଶବ୍ଦକୁ ନେଇଥାଉ। ଶବ୍ଦ ଗଠନ ଧାରାରେ ଆମ୍ଭେ ପ୍ରତିଶବ୍ଦ ସମଚାରିତ ଶବ୍ଦ ବିପରୀତ ବୋଧକ ଶବ୍ଦ ସମାର୍ଥବୋଧକ ଶବ୍ଦ ଆଦି ନେଇଥାଉ। ଚାରୋଟି ତତ୍ସମ ଶବ୍ଦ ଲେଖ। ନଦୀ ଗ୍ରାହକ ଗୋଷ୍ଠୀ ଘୃତ। ଚାରୋଟି ଦେଶ ଶବ୍ଦ ଲେଖ। ଏଣ୍ଡୁରି କରଡ଼ କୁଟା କାକରା ଝାଟୁଆ ଖପରା। ଚାରୋଟି ତଦ୍ଭବ ଶବ୍ଦ ଲେଖ। ନଈ ଗରାଖ ଘିଅ ନଅର। ଚାରିଗୋଟି ବୈଦେଶିକ ଶବ୍ଦ ଲେଖ। ଆଇନ କୁର୍ତ୍ତା ଅର୍ଡରଲି ଅକ୍ତିଆର। କେଶର ସମଚାରିତ ବୋଧକ ଶବ୍ଦ ଲେଖ। ଚିକୁର ବାଳ। ଆଜିର ଭିଡ଼ିଓରେ ଆମେ 2 ମାର୍କିଆ ସର୍ଟ କୋଶ୍ଚିନ୍ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା।